ଦେଖିବା ଆମେ ଖ୍ରୀଷ୍ଟିଆନ ହେଲେ କି ଲାଭ ଖ୍ରୀଷ୍ଟିଆନ ହେଲେ ଲାଭ କଣ କଣ ପାଇଁ ଲୋକମାନେ ଖ୍ରୀଷ୍ଟିଆନ ହଉଛନ୍ତି ଆମେ ଯୋଉଠି ଥିଲୁ ଥିଲେଇଥାନ୍ତା ମାତ୍ର ଆମେ କାହିଁକି ଆମେ ଖ୍ରୀଷ୍ଟିଆନ ଆମେ ହେଲୁ ଆମେ ଖ୍ରୀଷ୍ଟିଆନ ହେଲେ କଣ ଲାଭ ଖ୍ରୀଷ୍ଟିଆନ ହେଲେ ଗୋଟେ ଜିନିଷ ବହୁତ ଭଲ ଭାବରେ ମିଳିବ ଖ୍ରୀଷ୍ଟିଆନ ହେଲେ ତାଡ଼ନା ମିଳିବ ତାଡ଼ନା ବୋଲି ଜାଣିଛ ଖ୍ରୀଷ୍ଟିଆନ ହେଲା ପରେ ଲୋକ ଭଲ ପଡୁଛନ୍ତି ଖରାପ ପଡୁଛନ୍ତି ମଦ ଛାଡୁଛନ୍ତି ଯେ ମଦ ପିଇବା ଲୋକ ଖ୍ରୀଷ୍ଟିଆନ ବୋଲି ମତେ କୁହ ନାହିଁ ମଦୁଆ ଖ୍ରୀଷ୍ଟିଆନ କେବେ ହେଇପାରିବ ନାହିଁ ଜୁଆରୀ କେବେ ଖ୍ରୀଷ୍ଟିଆନ ହେଇପାରିବ ନାହିଁ ଦୁଇଟା ମାଇଜି ରଖୁ ଖ୍ରୀଷ୍ଟିଆନ ହେଇପାରିବ ନାହିଁ ସେ ପାନ ପୁଡିଆ ସିଗରେଟ ଖଇନି ସିନେମା ହଲ ଏମାନେ କେବେ ଖ୍ରୀଷ୍ଟିଆନ ହେଇପାରିବେ ନାହିଁ ସେମାନେ ଆମେ ଗୋଟେ ଲୋକ ଖ୍ରୀଷ୍ଟିଆନ ହେଲା ପରେ ସେ ଭଲ ପଡି ଯାଉଛି ମାତ୍ର ତାକୁ ଲୋକମାନେ ତାଡନା କରୁଛନ୍ତି ତୁ ଯା ତୁ ଯୀଶୁ ମହାପ୍ରଭୁ ଗ୍ରହଣ କଲୁ ତୋତେ ଗାଁରୁ ବାହାର କରିଦେବୁ ଜାତିରୁ ବାହାର କରିଦେବୁ ତୋ ଘରେ ପଶେଇବୁ ନାହିଁ କେତେବେଳେ ଘରେ ପଶଉଥିଲେ ମଦ ପିଇଲା ବେଳେ ପଶଉଥିଲେ ମଦ ପଶିଲା ଦେଖେ ଡରୁଥିଲେ ଏବେ ଡରାଉଛନ୍ତି ଉଲ୍ଟା ପୁଲ୍ଟା କଥା ଆମକୁ କହୁଛନ୍ତି ଖ୍ରୀଷ୍ଟିଆନ ହେଲେ ଆମକୁ କଣ ମିଳେ ଏବେ ଦେଖନ୍ତୁ ଆମେ ଖ୍ରୀଷ୍ଟିଆନ ହେଇଗଲୁ ଅନ୍ୟ ଲୋକମାନଙ୍କୁ ଆମେ ଦେଖୁଛୁ କାର କିଣୁଛନ୍ତି କି ନା ଧନୀ ଲୋକ ଖ୍ରୀଷ୍ଟିଆନ ଲୋକ ଭାରତରେ ନା ହିନ୍ଦୁ ଲୋକ ଭାରତରେ ଧନୀ ହଁ ମୁକେଶ ଅମ୍ବାନୀ ସେ ହିନ୍ଦୁ ଲୋକ ଖ୍ରୀଷ୍ଟିଆନ ଲୋକ ଧନ କେତେ ଗଣି ହେବ ନାହିଁ ଭୟଙ୍କର ଧନ ତାଙ୍କର ପୁଅର ବାହାଘର ହେଇଥିଲା ବାହାଘରରେ ଜଣେ ଆସି କଣ ଗିଫ୍ଟ ଦଉଛି ତାଙ୍କୁ ଗୋଟେ ବହୁତ ବଡ ଲଜ ଲକ୍ଜରିୟସ ଲଜ ଗୋଟେ ଗିଫ୍ଟ ଦଉଛନ୍ତି ଆମେ ଗିଫ୍ଟ ଦେଲେ କିଟା ଦେବୁ ପିତଲ ହାଣ୍ଡି ସେଟା ଆମେ ଦେବୁ ମାତ୍ର ତାଙ୍କୁ କଣ ଏଡେ ବଡ ଗିଫ୍ଟ ଧନୀ ଲୋକମାନେ ସେମାନେ ଦେଖନ୍ତୁ ଅନ୍ୟମାନେ ସେମାନେ ଭଲ ଭଲ ବଡ ବଡ ଘର ବାନ୍ଧୁଛନ୍ତି ଆମର ମନ ଭିତରେ ଚିନ୍ତା ଥିବ ଆମେ ଖ୍ରୀଷ୍ଟିଆନ ହେଇକିନା ଆମର ଗୋଟେ ଛୋଟ ଗାଡି ଅଛି ଛୋଟ ଘର ଅଛି ଆଉ ପାଖରେ ଏତେ ପଇସା ମିଶା ନାହିଁ ସେମାନେ ପ୍ରଭୁଙ୍କୁ ଜାଣିନାହାନ୍ତି ମାତ୍ର ସେମାନଙ୍କ ପାଖରେ ଏତେ ଏତେ ଅଧିକ ଅଧିକ କେମିତି ହଉଛି ବୋଲି ଆମର ବହୁତ ଆମର ଚିନ୍ତା ମିଶା ଥିବ ମାତ୍ର ଖ୍ରୀଷ୍ଟିଆନ ହେଲେ କଣ ମିଳେ ଆମେ ଜାଣିବାର ଅଛି ଲୋକମାନେ କଣ ମିଳେ ବୋଲୁଛନ୍ତି ନାଇଁ ଡାଲି ଚାଉଳ ଏବେ ଏଠି କେତେ ଜଣ ବାପ୍ତିସ୍ମ ନେଲ 6 ଜଣ ଡାଲି ଦେଲେ କି ଚାଉଳ ଦେଇଥିବେ କଣ ଆମକୁ ନ ଦେଖେ ଅମିର କଣ ଦେଇଥିବ ହଁ ଅମିର କି ନାହିଁ ଏବେ ଖ୍ରୀଷ୍ଟିଆନ ହେଲା ପରେ ଆଗରେ ଏମିତି ଡବାରେ ପକଉଥିଲ କି ଦେବୁ କିଛିଟା ଆଜ୍ଞା ଡବା ଗୋଟେ ଦେଖାଉଛନ୍ତି ହଁ ଗୀତ ଗାଉଛନ୍ତି ଆମେ କାଲି ମିଶା ପାରୁନୁ ଡବାରେ ନେଇ ଯୋଉଟା ହେଲେ ଏମିତି କରି ଚୁଟିକିନା ଆମେ ପକାଇ ଦଉଛୁ ଆମେ ଦେଉଛୁ କଣଟା ଆମେ ଉଲ୍ଟା ଆମକୁ ଦେବାକୁ ପଡୁଛି ଆମକୁ ଖ୍ରୀଷ୍ଟିଆନ ହେଲେ କଣ ମିଳେ ଗୋଟେ ପଦ ଆମେ ପଢିବା ଆମେ ମୋ ସହିତ ଆପଣ ମାନେ ଫିଟେଇବେ ଏଫେସୀୟ ପୁସ୍ତକ ଟିକେ ଭଲ ଭାବରେ ଶୁଣିବା ବହୁତ ସମୟ ନାହିଁ ଅଳ୍ପ ସମୟ ମୁଁ 2ଟା ଭିତରେ ସାରିଦେବି ତା ପଛେ ଆମେ ପ୍ରଭୁ ଆମେ ଯିବା ଆମେ ତା ପଛେ ଏଇ ଟପିକ କୁ ଆମର ଭାଇ ମାନେ କଣ୍ଟିନ୍ୟୁସ କରି ଆପଣ ମାନଙ୍କୁ ଶିଖେଇବେ ଖ୍ରୀଷ୍ଟିଆନ ହେଲେ କଣ ମିଳେ ସେଟାକୁ ଆମେ ଜାଣିଦେବା ଭଲ ଭାବରେ ତାହେଲେ ଆମେ କୌଣସି ପ୍ରକାର ଭାବରେ ଅସୁବିଧା ଆମେ ହେବା ନାହିଁ ଆମେ 2 ଅଧ୍ୟାୟ ଏଫେସୀୟ 2 ଅଧ୍ୟାୟ 1 ପଦରୁ 11 ପଦରୁ 12 ପଦ ଯାଏ ପଢିବା ତୁମ୍ଭେମାନେ ପୂର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ବିଜାତି ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତି ଲୋକମାନଙ୍କ ଦ୍ୱାରା ଅସୁନ୍ନତି ବୋଲି ଖ୍ୟାତ ହେଉଥିଲ ସେତେବେଳେ ଆମର କଥା କୁହାଯାଉଛି ଆମେ ଏଇ ପ୍ରକାର ଅବସ୍ଥାରେ ଥିଲୁ ଆମେ ଶରୀର ଭାବରେ ଯେତେବେଳେ ଆମେ ତା ପଛେ କଣ ହେଲା ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କ ଠାରୁ ପୃଥକ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ
ଅଲଗା ହେଇକିନା ଥିଲୁ। ଇସ୍ରାଏଲର ପ୍ରଜାସ୍ୱତ୍ୱ ରହିତ ଇସ୍ରାଏଲର ଲୋକ ଆମେ ନଥିଲୁ। ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ କୌଣସି ପ୍ରତିଜ୍ଞା ଆମ ପାଖ ପାଇଁ ନଥିଲା। ପୁଣି ଜଗତରେ ଭରସାହୀନ ଜଗତରେ କେମିତି ଥିଲୁ? ଭରସାହୀନ ଥିଲୁ ଓ ଈଶ୍ୱର ବିହୀନ ହୋଇଥିଲ, ଏହା ସ୍ମରଣ କର। ଖ୍ରୀଷ୍ଟିଆନ ହେବାରୁ ପ୍ରଥମ ବିଷୟ କଣ ମିଳିଲା? ପରମେଶ୍ୱର ମିଳିଲେ। କଣ ମିଳିଲେ? ପରମେଶ୍ୱର ମିଳିଲେ। ଦୁନିଆ ଲୋକମାନଙ୍କ ପାଖରେ ପରମେଶ୍ୱର ନାହାନ୍ତି, କେବଳ ମୂର୍ତ୍ତି ଅଛନ୍ତି। ମାତ୍ର ଆମ ପାଖରେ ଖ୍ରୀଷ୍ଟିଆନ ହେଲା ପରେ ଆମକୁ କଣ ମିଳିଲେ? ପରମେଶ୍ୱର ମିଳିଲେ, ସତ୍ୟ ପରମେଶ୍ୱର ମିଳିଲେ, ଜୀବିତ ପରମେଶ୍ୱର ମିଳିଲେ। ଆଜି ସେଇ ବିଷୟକୁ ଆମେ ଦେଖିବା। ଆମେ କଣ ମିଳିଲା ବାବୁ? ନାଇଁ, ମୁଁ ଖ୍ରୀଷ୍ଟିଆନ ହେଲାକୁ ମତେ କିଛି ମିଳିଲା କି ନ ମିଳିଲା, ମତେ ପ୍ରଭୁ ମିଳିଗଲେ, ମତେ ଯୀଶୁ ମିଳିଗଲେ। ଠିକ ଆମେ ଗୀତ ଗାଉଛୁ, ಯೇಸು ନାମ ମିଲା ଜୀବନ ବଦଳ ଗୟା। ଯୀଶୁ ଖ୍ରୀଷ୍ଟଙ୍କ ପାଖକୁ ଆସିବା ପାଇଁ ପରେ ଆମକୁ କଣ ମିଳିଲେ? ପ୍ରଭୁ ମିଳିଲେ, ପରମେଶ୍ୱର ମିଳିଲେ। ଦୁନିଆ ଲୋକମାନଙ୍କ ପାଖରେ ପରମେଶ୍ୱର ନାହାନ୍ତି, ସେଥିପାଇଁ ସେମାନେ ଛାନିଆ ତାଟକିଆ ହଉଛନ୍ତି। ମାତ୍ର ଆମକୁ କଣ ମିଳିଗଲେ? ପରମେଶ୍ୱର ମିଳିଗଲେ, ପ୍ରଭୁ ମିଳିଗଲେ। ତୁମ ପାଖରେ କଣ ଅଛି ବୋଲି ଲୋକ ପଚାରିଲେ କଣ ବୋଲି କହିବୁ? ଲୋକ ପାଖରେ କଣ? ଆମ ପାଖରେ କାର ଅଛି, ଆମ ପାଖରେ ଗାଡି ଅଛି, ଆମ ପାଖରେ ଧନ ଅଛି, ସମ୍ପତ୍ତି ଅଛି। ଆମକୁ ଯଦି ପଚାରିଲେ ତୁମ ପାଖରେ କଣ ଅଛି? ଆମ ପାଖରେ ପରମେଶ୍ୱର ଅଛନ୍ତି। ଆମ ପାଖରେ କଣ ଅଛନ୍ତି? ପରମେଶ୍ୱର ଅଛନ୍ତି। ଏଇଟା ବଡ ବିଷୟ। ଏବେ ଗୋଟେ ବହୁତ ବଡ ରାଜା ସେ ଘୋଷଣା କଲେ। ସେ ଘୋଷଣା କରିକିନା କହିଲେ ଯେ, କହିଛି କି ନାଇଁ ଆପଣ ମାନଙ୍କୁ ଜାଣିନାହିଁ, ଘୋଷଣା କରି କହିଲେ କାଲି ଏ ବଡ ପଡିଆରେ ରାଜାଙ୍କର ସବୁ ଧନ ସମ୍ପତ୍ତି ଗୁଡିକକୁ ଗୋଟେ ଗୋଟେ ଜାଗାରେ ଗୋଛା ଗୋଛା କରି ରଖାଯିବ। ତାପରେ ସେ ଷ୍ଟାଡିୟମ ର କବାଟ ଖୋଲା ହେଇଯିବ, ଯିଏ ଯୋଉଟା ଯାଇକିନା ଛୁଇଁଲେ ସେଟା ତାକୁ ହେଇଯିବ। ତ ସବୁ ଲୋକ ଜଗିଛନ୍ତି ନେଇକି, ପୁରା ଭୟଙ୍କର। କବାଟ ଖୋଲିବାରୁ ସମସ୍ତେ ଯାଇକିନା କିଏ କୋଉଟା ଧରି ପାଟଲି ପକଉଛନ୍ତି ସମସ୍ତେ। ଆଉ ତାପରେ ଆଇମାନ ପରି ଚତୁର ପିଲା ଥିଲା, ସେ କଣ କଲା? ରାଜାକୁ ଧରି ପାଟଲି ଧରୁଛି। ଆଇମାନ ଚତୁରଟା କି ନାଇଁ? ସମସ୍ତେ କହିଲେ ଭୋକୁଆ ନହେଲେ ସୁନା ଛାଡି, ହୀରା ଛାଡି, ମୋତି ଛାଡି ରାଜାକୁ ପାଟଲବାକୁ ଯାଉଛି। ରାଜା ମିଶା କହିଲେ ମତେ କାହିଁ ପାଟଲୁଛୁ? ବେଲା କହିଲେ ଆଜ୍ଞା ରାଜା, ଯଦି ତୁମେ ସାଙ୍ଗରେ ଥିବ ତାହେଲେ ଧନ ସମ୍ପତ୍ତି ସବୁ ମୋର ହେଇଯିବ। ପ୍ରଭୁ ଆମର ସାଙ୍ଗରେ ଅଛନ୍ତି ବୋଲେ ଏ ସବୁ ଆଶୀର୍ବାଦ ମଧ୍ୟ ଆମର ହେଇଯିବ। ସେଟା ସେଥିପାଇଁ ଜାଣିବେ ପ୍ରଥମରେ ଆମକୁ କଣ ମିଳିଲେ? ଖ୍ରୀଷ୍ଟିଆନ ହେଲା ପରେ ଆମ ପାଖରେ କଣ ଆସିଲା? ଆମ ପାଖରେ କିଛି ଆସୁ କି ନ ଆସୁ, ଆମ ପାଖରେ ପରମେଶ୍ୱର ପଳେଇ ଆସିଲେ, ଯୀଶୁ ପଳେଇ ଆସିଲେ, ସର୍ବଶକ୍ତିମାନ ପରମେଶ୍ୱର ପଳେଇ ଆସିଲେ। ସେଇ ବିଷୟକୁ ଆମେ ଜାଣିବାର ଅଛି। ଦୁନିଆ ଲୋକ ପାଖରେ ନାହିଁ ପରମେଶ୍ୱର, ଆମ ପାଖରେ ପରମେଶ୍ୱର। ଏବେ ଦେଖନ୍ତୁ, ଆମର ଲୋକମାନଙ୍କୁ ଗୁଣି ଗାରେଡି କଲେ ମଧ୍ୟ ଆମେ କାହା ପାଖକୁ ଯାଉନୁ। ଆମେ ଅନ୍ୟ ଲୋକକୁ ଗୁଣି ଗାରେଡି କର, କୁ ଦିଶାରୀ ଖୋଜି ବୋଲିବେ, ଗୁଣିଆ ଖୋଜି ବୋଲିବେ। କାହିଁକି? ଆମର ପାଖରେ ପରମେଶ୍ୱର ଅଛନ୍ତି, ଆମକୁ କାହାକୁ ଖୋଜିବା ଆବଶ୍ୟକ ନାହିଁ। ସେ ଆମର ସବୁରେ ସବୁ ଅଟନ୍ତି। ସେଟା ମୁଁ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହେଁ। ଖ୍ରୀଷ୍ଟିଆନ ହେଲା ପରେ ଅନେକ ଲୋକକୁ ପଚାର, ଆଜ୍ଞା ଖ୍ରୀଷ୍ଟିଆନ ହେଲା ପରେ କଣ ମିଳୁଛି କୁହନ୍ତୁ ଆଜ୍ଞା? ନାଇଁ, ଖ୍ରୀଷ୍ଟିଆନ ହେଲା ପରେ ମୁଁ ଆମେରିକା ଯାଇଥିଲି। ସ୍ୱର୍ଗ ଯିବୁ କି ନାଇଁ ଜଣା ନାହିଁ। ଖ୍ରୀଷ୍ଟିଆନ ହେଲା ପରେ କଣ ମିଳେ? ପ୍ରଥମ ପରମେଶ୍ୱର ମିଳନ୍ତି। ଆମର ପରମେଶ୍ୱର କେମିତି ପରମେଶ୍ୱର? ସେ ସର୍ବଶକ୍ତିମାନ ପରମେଶ୍ୱର, ସର୍ବଜ୍ଞାନୀ ପରମେଶ୍ୱର, ସର୍ବଧନୀ ପରମେଶ୍ୱର। ଜଗତର ସବୁ ବିଷୟ ତାଙ୍କର, ଆଉ ଯୋଉଟା ସେ କରିପାରିବେ ନାହିଁ ଏମିତି କୌଣସି ବିଷୟ ମଧ୍ୟ ନାହିଁ। ଆମେ ସେଇଟା ଜାଣିବାର ଅଛି ଯେ ଖ୍ରୀଷ୍ଟିଆନ ହେଲା ପରେ, ଯୀଶୁଙ୍କୁ ଗ୍ରହଣ କଲା ପରେ ଆମକୁ କଣ ମିଳୁଛି? ପରମେଶ୍ୱର ମିଳୁଛି। ଯେତେବେଳେ ଜଣେ ଲୋକକୁ ପରମେଶ୍ୱର ମିଳିଗଲେ ସେ ଲୋକ କେବେ ଦୁର୍ବଳ ହେଇକି ରହିବ ନାହିଁ, କେବେ ଲୋକ ଦୁର୍ବଳ ହେଇକି ରହିବ ନାହିଁ। ଏ ଭାବନ୍ତୁ, କୋରାପୁଟର ଏସପି ର ହାତ ଯଦି ଆମର କାନ୍ଧରେ ବାଜିଗଲେ, ପକେଇ ଦେଇକିନା କହିଦେଲେ ମୁଇଁ ତୋର ବାବୁ କହିଲେ, କାହାକୁ ଡରୁବୁ ଆମେ? ଭୟଙ୍କର। ଯଦି ଏସପିଙ୍କର ହାତ, କଲେକ୍ଟରଙ୍କ ହାତ ଯଦି ଆମ ଠାରେ ରହିଗଲେ, କେରେ ବୁକ୍ ଡେରିକିନା ପୁରା ଚାରିଆଡେ ବୁଲି ପଡୁଥିବ। କି ପାଇଁ? ଆମ ପାଖରେ ଏସପି ଆମ ପାଖରେ ଅଛନ୍ତି।
एसपी मोर पॉकेट रे बोलतुबा केडीटा एसपी पॉकेट रे प्रिय माने आजी जड़े लोक जिते प्रभु मिलगले से प्रभुंकर शक्ति सामर्थ्य को से आज ख्रिस्टियान लोक बुझू ना से प्रभु केते शक्तिशाली केते सामर्थ्यशाली से कौन करि परबे सेटा बोध हमहु जानबार अछि देखंतु आमे ख्रिस्टियान लोक माने केबे मते कहूछु कि ख्रिस्टियान खतरे में है बोलो फ्री केते लोक अछु आमे 3% अछु आमे मात्र हिंदू लोक माने 80% अछंती हिंदू खतरे में की बे खतरे में है तेरे पास बाप नहीं है बाप हमारे पास है हमर पाखे बापा अछंती बापा हमर पाखे थिले कोन असुविधा किछि असुविधा नहीं जदि बापार हाथ धरछि बोल तो बाघर कान मिसा टिक मुड़ी देथि बाबल बाटा ए पणी क्या कहला ताकू वो कर दउतु आमे आमे सेटा बुझिबार अछि प्रिय माने परमेश्वर आम भागरे आम पार्ट आम क्रिश्चियन हला परे सेटा सबुठु बड़ धन सेही विषय को आम बुझिबार अछि आम साइड रे प्रभु तू देखुछि आपण मान को पढौछि देखो यात्रा पुस्तक गोटे के आसीबे यात्रा पुस्तक आपण पढ़िबे यार 3 अध्याय गोटे फिटेला ता बचे मु आगु आगु आपण नै 3 अध्याय आमे पढ़िबा जतबेले 3 अध्याय रो 13 पदरु अनंतर मशा परमेश्वर को कहले देखो मु जेतेबेले इस्राएल संतान मानक निकट को जाई सेमानकु कहिबी कि तुम मानक पूर्वपुरुष मानक परमेश्वर मते तुम मानक निकट को पठाई अछंती पुणी सेमाने पचारिबे ताहांकर नाम कोन सेतेबेले मु की उत्तर देबी सेतेबेले से कहउछंती कोन बोल कहउछंती मु जाई कहबी तुमर पूर्वपुरुष मानकर परमेश्वर मते तुम पाकु पठाइछंती पचारबे कोन पचारबे ना कोन कहीं ना पचारबे मिश्र सब देवतार ना अछि पचार कु देवता पठाइछंती कह समको देवता कि समको देवता कु देवता पठाइछंती कह कहबे पचारबे तो मु कौन कहबी प्रभु को कु आंसर देबी बोले प्रभु गोटे ना दउ ना से कौन कहउछंती तहिरे परमेश्वर मशा को कहले आम्भे जे अछु से अछु पुणी से कहले तुम्भे इस्राएल संतान गण को कहबो स्वयंभू आम्भे अछु तुम मानक निकट को मते पठाई अछंती तांग ना कोन स्वयंभू आम्भे अछु कि ना मोर ना राम कि सीता कि हरि कि किसको नहांती हां कहीं कि दुनिया रो प्रभु मान को जानवा पाई ना दरकार स्वर्ग रो परमेश्वर को जानवा पाई किछि ना दरकार से को आम्भे अछु आमे अछु परमेश्वर बोल किए जानबे गॉड विल कहि देले से गॉड लिस्ट और की आइबे नहीं आबे गॉड लिस्ट केवल यीशु आकाश में से कथा आपण मान गल्प समय कहि किना एनकरेज करबा पाई चाहे कारण आमे क्रिश्चियन हला परे हमको कोन मिलला गया प्रार्थना जाई कोन मिलला बपतिस्मा नहीं कोन मिलला चर्च आइला परे हमको कोन मिलला कोटा नहीं ता गाड़ी मिलला ता घर मिलला ता हमको मिलला ता छुआ हला हमको हला भाबुत नहीं क्रिश्चियन हला परे प्रथम विषय हमको कोन मिलुची परमेश्वर मिलुछंती प्रभु मिलुछंती केमिति से परमेश्वर से स्वयंभू से अछंती तांकु जानबा पाई ना दरकार नहीं दुनिया रो परमेश्वर मान को परी से परमेश्वर नोती दुनिया रो परमेश्वर को ना दरकार अछि तांकु कोनोसी प्रकार ना दरकार नहीं आ से परमेश्वर केमिति परमेश्वर मु आपण मान को कहिबा पाई चाहे भयंकर शक्तिशाली परमेश्वर से परमेश्वर को विषय रे मसा कोन कहउ छंती आपण मान को पढ़ेबा पाई चाहे मो से आपण मान फिटेबे 14 अध्याय से परमेश्वर जदि आम सांगरे थिबे ताहाले कोन हेबो इस्राएल लोक माने कोठी थिले मिस्र देश रे थिले मिस्र देश रे थाई कोन करूथिले इटा तयारी करूथिले बुझंतु एमानंकु कोन करा जाउतिला हिनस्ता काम दिया जाइतिला परमेश्वर को लोकन को हिनस्ता करिकिना इटा तयारी करबो ए पाकिस्तान रे क्रिश्चियन लोक मानंकु कोनोसी बड़ चाकरी दिया जाउनी क्रिश्चियन हला परे स्वीपर हेबो ड्रेन सफा करबो
का घरे जाइकिना घर काम करबो कोनोसी प्रकार चाकरी दिया जाउ नै सृष्टि सेमानकु सेमती ताड़ना करा ए मध्य फारो मध्य से इस्राएल लोक ख्रिस्टियन लोक बोली जानी सेमानकु कोनोसी बड़ काम न देई सेमानकु की काम दउथिले इटा तयारी करबो खाली इटा तयारी करबो आ ता घर जाय बासन माजबो काम करबो इटा तयारी करबो अनका किछि काम नै काई से सेमती करचंती कारण इस्राएल लोक मानको परमेश्वर को फारो जानी नहीं से इस्राएल लोक मानको से प्रकार अवस्था करूथिला आ इस्राएल लोक माने जेतेबेले गोटे परे गोटे प्रभु आश्चर्य कर्म करे छड़े किना आणुचंती सेही समय रे फारो राजा ताको छाड़ी सिना देला मात्र पछे धाई किना आसला पढ़ंतु मो सहित आपण माने पढ़िबे 10 पदरु आ फारो निकटवर्ती होंते इस्राएल संतानगण अनाई आपण मानक पश्चात पश्चात आगमनकारी मिस्रिया मानक देखि अतिशय भीत हेले पुणी इस्राएल संतान माने सदा प्रभु को डाक पकेले बोले केंती को डाक पकेले सुनो स्टेमी पुणी मसा को कहिले मिस्र रे कबर नथिला बोली कि कांतर रे तुम्हे आंभ मानक मारिबा को आनिलो आंभ मानक संगरे ए रूप व्यवहार करी आंभ मानक मिस्र रो काहेकि बाहर करी आनिलो आंभ मानक रहिबा को दियो आंभे माने मिस्रिय मानकर दास्य कर्म करिबा कारण प्रांतर रे मरिबा अपेक्षा मिस्रिय मानकर सेवा करिबा आंभ मानकर मंगल आंभे माने कि मिस्र रे तुम्भ मानक एही कथा कहि नथिलु एक दिन गला परे टिके ताड़ना बढ़ी गले अमीर बाबू को डाकी कि ना की पाई हमको बाप्तिस्म देलो तुमर कथा सुनी बाप्तिस्म नेलु पुनर्बार आमे घर वापसी करबू बोलला परी लोक माने मिजा हेले एमाने सही कथा का कहउथिले हमको काहे कि मिस्र देशरु बाहर करी किना आनलो आमे तो सिटी मद पी देई किना ए नन्नी बिहारी पानी बोले हम गीत गाउथिलु आमे से जगह रो हमको काहे कि बाहर करी किना तुमे आनलो काहे कि एंती कहउचंती सेटा हमर उद्देश्य प्रभु को पाइला परे आमे क्रिश्चियन हला परे आमे परमेश्वर को आमे पाइलु सिना तांको जानलु कि तांको सामर्थ्य को जानलु कि आमे तांको सामर्थ्य को जानबार प्रभु को पाई गलु प्रभु 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 बोले हम जान पाइलु मात्र एमान को जेतेबेले मिस्र रो राजा देखंतु मिस्र रो राजा घरे बसिची कौन होची परमेश्वर ताको दंड दउछन मु कहउतिली मिस्र रो राजा घरे बसी किना बिरयानी खाइला बेले नदीर सब बेंग हमको मिसा दियो बोल पड़ाले अवस्था देखंतु मिस्र रो राजा घरे बसिचंती तांगर घर रो करेंट पळेला पूरा देश सारा अंधार किटा अंधार के काको देखु नहीं ये उठी जीवी बोले तार मार मुंडु काटोगी एखाने फुटका फुटकी हे किना से माने बसिचंती काको करेंट अछि इस्राएल लोक मान को पाखरे करेंट अछि लाइट अछि एमान को पाखरे करेंट नहीं आंगर जनरेटर फेल गला इन्वर्टर फेल गला ट्रांसफॉर्मर उड़ी गला पूरा एते दिन अंधार प्रभु जणाउथिले से केते शक्तिशाली परमेश्वर सब लोकर घर लोक मान मरी जाउछन एमिति भावरे परमेश्वर इस्राएल लोक मान को कढे आनिचंती ता पछे राजा कौन करुछि मु जीवी इस्राएल लोक माने पळेले हमर घर काम के करबो आ इटा के तयारी करबो बोली तांको धरबाक गला बेले एमाने कौन करचंती से फारो राजा रो घोड़ा साउ टकड़क 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 आसुछि बोलला बेले एमाने चमकी जाउचंती हाउ और का गाली करूचंती भूल रे बाबू गाली करबो नहीं ए पास्टर रो कथा सुनी आमे क्रिश्चियन हेलु आमे कबर नहीं हमको मर बोले एमान मरबा का चिंता सीधा मु आपण मान कहि इस्राएल लोक माने प्रभु को जान नथिले से मोसा को धरी गाली मोसा मिस्र रे कबर नथिला कि जे एठी हमको मरबा पे आसीछ आनिछ प्रभु आमको मरबा पे बाचिचंती कि बंचवा पे बाचिचंती बंचवा पे बाचिचंती आगरे आमे मृत्यु रे थिलु अंधकार रे थिलु पाप रे थिलु नरक आड़ को जाइथिलु सेठिरु से हमको उद्धार करी कि ना सेईटा ए माने जानि ना आमे जानिबार अछि हमको क्रिश्चियन हला परे आमे के सिखैनु आमे जिलाबी मिलबो रसगुल्ला मिलबो बिरयानी मिलबो घर उपरे घर हेबो थिबाटा मांगबे हां
ବୁଝନ୍ତୁ ଥିବାଟା ଭାଙ୍ଗିବା କନ୍ଧମାଳ ଯାଇଥିଲୁ। କନ୍ଧମାଳରେ ଚର୍ଚ୍ଚ ଏମିତି ସାଧାରଣ କୁଡିଆ ଘର ଚର୍ଚ୍ଚ। ସେମାନେ କଣ କଲେ ଦଙ୍ଗାରେ ଆମେ ଯୋଉ ଚର୍ଚ୍ଚକୁ ଯାଇଥିଲୁ ଆମେ ଫାଷ୍ଟ ସେ ଚର୍ଚ୍ଚକୁ ଭାଙ୍ଗି ଦେଇଛନ୍ତି। ସେ ଭାଙ୍ଗି ଦେଇଛନ୍ତି ସିନା ଏବେ ସେ ଭାଙ୍ଗବା ଲୋକ ମୁଣ୍ଡେ ହାତ ମାରି ହଉଛି। ମାଟି ଘର ଭାଙ୍ଗଲୁ ଛାତ ଘର ବାନ୍ଧି ଦେଇଛନ୍ତି। ସେ କହିଲେ ଦଙ୍ଗା ପୂର୍ବରୁ ଏ କନ୍ଧମାଳ ଏରିଆରେ କୋଉ ଖ୍ରୀଷ୍ଟିଆନ ଲୋକର ଗୋଟେ ମିଶା ଛାତ ଘର ନଥିଲା। ଦଙ୍ଗା ପରେ ସମସ୍ତଙ୍କର ଛାତ ଘର ହେଇଯାଇଛି। ହଁ ମୁଁ କହୁଛି ଏବେ ଭାଙ୍ଗବାକୁ ଡାକୁନ। ଏବେ ଏଡିକିଟା ଅଛି ଚର୍ଚ୍ଚ ଭାଙ୍ଗବେ ବୋଲେ ଆହୁରି ବଡଟା ହେଇଯିବ। ମାନେ ଆମେ ପ୍ରଭୁଙ୍କୁ ପାଇଲା ପରେ ନିନ୍ଦା ଆସିବ, ତାଡନା ଆସିବ, ଆମକୁ ଗାଳି କରିବେ, ଯାହା ବି କଲେ ଡରବାର ନାହିଁ। ପରମେଶ୍ୱର ଆମ ସହିତ ଅଛନ୍ତି। ପରମେଶ୍ୱର ଆମର ସାଙ୍ଗରେ ଅଛନ୍ତି। ଫାରୋ ରାଜା ପିଟି ପିଟି ଖେଦଉଛି କାହାକୁ? କି ପାଇଁ ଖେଦଉଛି? ଆଙ୍କର ଉପରେ କାର ହାତ ଅଛି ଜାଣିନାହିଁ ସେ। ଏମାନେ କାର ଲୋକ ଜଣା ନାହିଁ। ଦିନେ ଗୋଟେ ଝିଅ ବହୁତ ସୁନ୍ଦର ଝିଅ ପ୍ରାର୍ଥନା ବାଟ କରିବା ଝିଅ ଗୋଟେ ଟେଡା ମେଡା ଭିଙ୍ଗ ଉପରେ ପିଲା ତାକୁ ପ୍ରେମ କରିବାକୁ ଷ୍ଟାର୍ଟ କଲା। ପ୍ରେମ କଲା ତାକୁ ଗଲା ଆହୁରି କହିଲା ଆଇ ଲଭ୍ ୟୁ ବୋଲି କହିଲା। ସେ କହିଲା ପ୍ରଭୁଙ୍କର ଲୋକ ମତେ ଏସବୁ ଯାକ ଆମର ବାଇବଲ ଆମକୁ ଶିଖାଉ ନାହିଁ। ଆଉ ତୁମେ ତ ପ୍ରଭୁଙ୍କର ଲୋକ ନାହିଁ, ମୋର ସହିତ ତୁମେ ଲାଗ ନାହିଁ, ତୁମେ ଯାଅ ବୋଲି ଗାଳି କରିଦେଲା। ସେ ଗାଳି କଲେ ସେ ମାନବ କି? ସେ ରାଗି ଯାଇଛି, ୱାନ୍ ସାଇଡ ଲଭ୍ ହେଇଯାଇଛି। ସେ କଣ କରିବି ବୋଲିଲା ବେଳେ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ। ସେ କହିଲେ ଅମକ ଗୁଣିଆ ପାଖକୁ ଯିବୁ, ଆହୁରି ସେ ଗୁଣିଆ କଣ କରିବ ଏମିତି ମନ୍ତ୍ର ପଢିବ ଯେ ସେ ଗୁଣିଆ ଠାରୁ ଗୋଟେ ଭୂତ ଆତ୍ମା ଯିବ, ଆହୁରି ସେ ଝିଅକୁ ଏଇ ପ୍ରକାର କରିବ ସେ ଝିଅ ତୋର ପଛରେ ବାୟା ବାୟା ହେବ ବୋଲି। ମଇନିୟ ସବୁ ଜାଣିଛନ୍ତି ତ? ସବୁ କାହାକୁ ଜଣା ନାହିଁ। ଆମର ଘରେ ମଇନି ଆସିଥିଲା ତା କ୍ଷେତ୍ରରେ ଆମର ଖ୍ରୀଷ୍ଟିଆନ ଘରେ ମଇନି ନାହିଁ। ଭୟଙ୍କର ଖ୍ରୀଷ୍ଟିଆନ ଘରେ ସୁଲୋଚନା ବୁଝନ୍ତୁ। ହେଲେ ସେ ସେମିତି କଲା ପରେ ସେ କହିଲା ଆଜ୍ଞା ଯେତେ ଟଙ୍କା ହେଲେ ମୁଁ ଦେବି, ମାତ୍ର ସେ ଝିଅ ମୋର ବାୟା ହେବାର ଅଛି। ମୁଇଁ ଏମିତି କରିଦେବି, କେତେ ଜଣ ମୁଁ କରିଦେଇଛି ବୋଲି କହିଲା। ସେ କହିଲା ତା ପଛେ ଏମିତି ଦୁଷ୍ଟ ଆତ୍ମା ମାନଙ୍କୁ ଡାକିବେ। ଦୁଷ୍ଟ ଆତ୍ମା ମାନଙ୍କୁ ଡାକିଲା ପରେ ପଠେଇଲା ଗୋଟେ ଦୁଷ୍ଟ ଆତ୍ମା ଯା ସେ ଝିଅ ପାଖକୁ ଯା। ରାତିରେ ଝିଅ ଶୋଇଛି, ପଳେଇଲେ ଦୂରରୁ ଦେଖୁଛି ଚାରିଆଡେ ଅଗ୍ନିର ବାଡ଼ ଦିଆଯାଇଛି, ମଝିରେ ଝିଅ ଶୋଇଛି। ଥୁକୁଲ ଥୁକୁଲ କରୁଛି ଆସି କହୁଛି ରେ ଗୁଣିଆ ମରବାକୁ ପଠେଇଥିଲୁ ରେ। ହଁ ବୋଲେ ଆମେ କେତେ ସୁରକ୍ଷିତ ଆମେ ଜାଣିବାର ଆବଶ୍ୟକ ରହିଛି। ଆମେ ଶୋଇଥିଲେ ମଧ୍ୟ ଆମର ପରମେଶ୍ୱର ଆମକୁ ସୁରକ୍ଷା ଦେବା ପାଇଁ ଜଗିକିନା ଅଛନ୍ତି। କାହିଁକି ଆମର ପରମେଶ୍ୱର ଅଛନ୍ତି, ଆମକୁ କୌଣସି ପ୍ରକାର ଭାବରେ କିଏ କିଛି କରିପାରିବେ ନାହିଁ। ଏ ଇସ୍ରାଏଲ ଲୋକକୁ ଭାବିଲେ କିଏ ତ ନାହାନ୍ତି, ଖଟି ଖାଇବା ଲୋକ, ଏମାନେ ସାଧାରଣ ଲୋକ, ଆଙ୍କୁ ମାରିଦେବା ପିଟିଦେବା। ଆଙ୍କର ସହିତ ଆମର ପରମେଶ୍ୱର ଅଛନ୍ତି। ଆମର ପରମେଶ୍ୱର ଗଛ ଖୁଟ, ଆମର ପରମେଶ୍ୱର ନଦୀ ବନ୍ଧରେ ରହିବେ ନାହିଁ। ଆମର ପରମେଶ୍ୱର ଆମର ସହିତ ରହିବା ପରମେଶ୍ୱର। ଆମର ପରମେଶ୍ୱର ଆମର ସହିତ ଅଛନ୍ତି। ଯେତେବେଳେ ଯାଉଛନ୍ତି ଇଏ ପଛକାନି ଚାଲ ରେଡି କର, ଲୁହାର ଚକ ଯାକ ଲାଗିଥିବା ତାଙ୍କର ରଥରେ ଧରିକିନା ଆସୁଛନ୍ତି। ଧୂଳି ଉଡୁଛି, ଇହାଡେ ଆଇଲା ବେଳେ ସାଉଣ୍ଡ ଦଉଛି। ପଛାଡେ ଦେଖିଲେ କିଏ ଆସୁଛି? ଫାରୋ। ତାକୁ ଉମଡେଇଛି ଗର। ସେ କଣ କରୁଛି ଆସୁଛି, ଆଉ ଧରବା ପାଇଁ ଆସୁଛି। ଆସିଲା ବେଳେ ଏମାନେ ଦେଖିଲା ପରେ ମଶାକୁ ଯାଇ ଗାଳି, ମୋର ପିଲା ମରିଯିବ, ମୋ ଟକି ମରିଯିବ, ଫାରୋ ତ ସବୁକୁ ମାରିଦବ ବୋଲି ଭାବିକିନା ଥିଲାବେଳେ ମଶାଙ୍କୁ ଏମିତି ଗାଳି କରୁଛନ୍ତି। ସେତେବେଳେ ମଶା କଣ କହିଲେ 13 ପଦରେ, ସବୁ ମଶା ଲୋକମାନଙ୍କୁ କହିଲେ ତୁମେମାନେ ଭୟ କର ନାହିଁ, ଡର ନାହିଁ। କାହାକୁ ଡର ନାହିଁ? ଫାରୋକୁ ଡର ନାହିଁ। ସୁସ୍ଥିର ହୁଅ, ସଦାପ୍ରଭୁ ଆଜି କି ପ୍ରକାରେ ତୁମମାନଙ୍କୁ ଉଦ୍ଧାର କରିବେ ତାହା ଦେଖ। କିଏ ଉଦ୍ଧାର କରିବେ? ସଦାପ୍ରଭୁ ଉଦ୍ଧାର କରିବେ। ସେ ଆସୁଛନ୍ତି ଖଣ୍ଡା କାତି ବିଭିନ୍ନ ପ୍ରକାର ଅସ୍ତ୍ର ଶସ୍ତ୍ର ଧରିକିନା, ଆଙ୍କେ ଖାଲି ହାତରେ ଅଛନ୍ତି। ଆଙ୍କ ପାଖରେ ଅସ୍ତ୍ର ଶସ୍ତ୍ର ନାହିଁ, ନା ଯୁଦ୍ଧର କିଛି ନାହିଁ।
ମାତ୍ର ଆଙ୍କର ପାଖରେ ତାଙ୍କର ପରମେଶ୍ୱର ଅଛନ୍ତି, ପ୍ରଭୁ ଅଛନ୍ତି। ପ୍ରଭୁ ଥିଲେ ସବୁ ଅଛି ମୋ ପ୍ରିୟମାନେ, ସେଇଟା ବୁଝିବାର ଆବଶ୍ୟକ ରହିଛି। ଖ୍ରୀଷ୍ଟିଆନ ହେଲେ କଣ ମିଳେ? ପରମେଶ୍ୱର ମିଳନ୍ତି। ଆଉ ସେ ପରମେଶ୍ୱରଙ୍କ ଶକ୍ତିକୁ ଆପଣମାନଙ୍କୁ ସପ୍ତାହ ବ୍ୟାପୀ ପ୍ରତି ସମୟରେ ଆପଣମାନଙ୍କୁ ଜଣାଯିବ ଯେ ପରମେଶ୍ୱର କେତେ ଶକ୍ତିଶାଳୀ। ଆମ ଜୀବନରେ ଆମେ ସେ ଅନୁଭବ ଆମେ କରିଛୁ, ପରମେଶ୍ୱର ଆମର ସାଙ୍ଗରେ ଥିବେ କହିଲେ ଆମେ କେତେ ଶକ୍ତିଶାଳୀ ଆମେ ଅଟୁ। ସେତେବେଳେ କଣ କଲେ ଯେ ପରମେଶ୍ୱର କି ପ୍ରକାରେ ତୁମମାନଙ୍କୁ ଉଦ୍ଧାର କରିବେ ତାହା ଶୁଣ ନାହିଁ, କଣ ଦେଖ, ଭଲ ଭାବରେ ଦେଖ। ବହୁତ ଦିନ ହେଲା ଟିଭି ଦେଖିଛ, ତେଲୁଗୁ ଫିଲ୍ମ ଦେଖିଛ, ଏବେ ପ୍ରଭୁଙ୍କର କାର୍ଯ୍ୟ ବିଷୟ ଟିକେ ଦେଖ। ତୁମ୍ଭେମାନେ ଆଜି ଯେପରି ମିସ୍ତ୍ରୀ ମାନଙ୍କୁ ଦେଖୁଅଛ, ଏମାନଙ୍କୁ ଦେଖୁଛ ନା, ତୁମ ପଛରେ ଆସିକି ତୁମ ହଇରାଣ କରୁଛନ୍ତି, ସେପରି ଅନନ୍ତ କାଳ ଯାଏ ଆଉ କେବେ ଦେଖିବ ନାହିଁ। ପରମେଶ୍ୱର ତୁମମାନଙ୍କ ନିମନ୍ତେ ଯୁଦ୍ଧ କରିବେ। ବୁଝନ୍ତୁ, ଆମର ପାଇଁ କିଏ ଯୁଦ୍ଧ କରିବେ? ଲୋକମାନେ ପ୍ରଭୁ ପାଇଁ ଯୁଦ୍ଧ କରୁଛନ୍ତି, ମାତ୍ର ଆମର ପାଇଁ ଆମର ପରମେଶ୍ୱର, ଆମର ପରମେଶ୍ୱରଙ୍କୁ ଆମେ ଜାଣିବାର ଅଛି। ଆମର ପରମେଶ୍ୱର କହୁଛନ୍ତି ତୁମେ ଖସରି ଗଲା ପରି ବସିଥାଅ, ତୁମର ପାଇଁ ଲଢବା ପାଇଁ ଆମେ ଅଛୁ। ଏତିକି ମନେ ରଖନ୍ତୁ, ପ୍ରଭୁ ଯେତିକି ଯୁଦ୍ଧ ଲଢିଛନ୍ତି ପ୍ରତି ଯୁଦ୍ଧ ସେ ଜିତିଛନ୍ତି। କୌଣସି ଗୋଟେ ଯୁଦ୍ଧ ମଧ୍ୟ ହାରି ନାହାନ୍ତି। ଟିକେ ଚିନ୍ତା କରନ୍ତୁ, ଯେଉଁ ଇସ୍ରାଏଲ ଏବେ ପ୍ରଭୁଙ୍କୁ ପଚାରୁନାହିଁ, ସେ ଇସ୍ରାଏଲକୁ କିଏ ଛୁଇଁ ପାରୁନାହାନ୍ତି। ଆଉ ଯୋଉ ଆତ୍ମିକ ଇସ୍ରାଏଲ ଆମେ ପ୍ରଭୁଙ୍କୁ ପଚାରୁଛୁ, ଆମକୁ କିଏ ଛୁଇଁବ? କି ଶକ୍ତି, କି ସାମର୍ଥ୍ୟ! ଆମର ଡେରିଂ କୋଉଠୁ ଆସେ? ଆମର ଡେରିଂ ପ୍ରଭୁଙ୍କ ପାଖରୁ ଆସେ। ପରମେଶ୍ୱରଙ୍କୁ ଆମେ ଯେତେ ଜାଣବା ଆମେ ସେତେ ଆମେ ଶକ୍ତିଶାଳୀ ଆମେ ହେଇଯିବା। ଆମେ ଖ୍ରୀଷ୍ଟିଆନ ହେଲା ପରେ କହିବ କଣ ମିଳୁଛି? ଆସ, କଣ ମିଳୁଛି? ପ୍ରଭୁ ମିଳୁଛନ୍ତି, ପରମେଶ୍ୱର ମିଳୁଛନ୍ତି। ସେଥିପାଇଁ ଆମେ ଏତେ ସାହସିକ, ଏତେ ଶକ୍ତିଶାଳୀ। ପ୍ରିୟମାନେ, ସେଇଟା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଯାହାକୁ ପ୍ରଭୁ ମିଳିଲା ତାକୁ ସବୁ ମିଳିଲା। ତାକୁ ଯୋଉ ପ୍ରକାର ହେଇଛି, ପରମେଶ୍ୱର ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ତୁମ୍ଭେମାନେ ନୀରବ ରହିବ। କିଏ କହିବେ? ସେମିତି ପରମେଶ୍ୱର କହିବେ ତୁମେ ତୁନି ହେଇକିନା ବସ, ମୁଁ ଯୁଦ୍ଧ ଲଢିବି। ପରମେଶ୍ୱର ଖଣ୍ଡା କାତିରେ ଯୁଦ୍ଧ ଲଢନ୍ତି। ଇସ୍ରାଏଲ ଲୋକମାନଙ୍କୁ କେମିତି ଲଢିଲେ? ପରମେଶ୍ୱର କହିଲେ, ମୋଶେ କହିଲେ ଏ ସମୁଦ୍ରକୁ ଦୁଇ ଭାଗ କରେ। ତାଙ୍କେ ସେଠି କହିଲେ ସିନା, ମାତ୍ର ପରମେଶ୍ୱର କେମିତି କରିଛନ୍ତି ମୁଁ ଆପଣମାନଙ୍କୁ ଦେଖେଇବି। ସେଠି ମୋଶା ବିଷୟରେ ଲେଖାଯାଇଛି। ମାତ୍ର ଗୀତ ସଂହିତା 106କୁ ଆସିବେ, ସେଠି କଣ ଲେଖାଯାଉଛି? ପରମେଶ୍ୱରଙ୍କର ଶକ୍ତି ଦେଖନ୍ତୁ, କି ଭୟଙ୍କର ପରମେଶ୍ୱର ଆମର। ଯେତେବେଳେ 106 ଗୀତକୁ ଆସିବା ଆମେ, ଲେଖା ହେଇଛି କି 9 ପଦ। ପରମେଶ୍ୱର ସୁପ ସମୁଦ୍ରକୁ କଣ କଲେ? ବାଟ ଦଉନଥିଲା, କହିଲେ ଧମକାଇଲେ। ଭାବନ୍ତୁ, ଯେ ସୁପ ସମୁଦ୍ରକୁ ଧମକାଇ ପାରନ୍ତି, ସେ କାହାକୁ ଧମକାଇ ପାରିବେ ନାହିଁ? ଆମେ କଣ ପ୍ରଭୁ ଟିକେ ସାଇଡ ମୁଁ ଟିକେ ଧମକାଇବାକୁ ଯିବି, ଧମକାଇବାକୁ ଯାଉ? ବୁଝନ୍ତୁ, ଆମର ପରମେଶ୍ୱର ଭୟଙ୍କର ଭାବେ ଧମକାଇବାକୁ ଜାଣିଛନ୍ତି। ପ୍ରଭୁ ଆମର ପାଇଁ ଲୋକମାନଙ୍କୁ ଧମକାଇବେ। ସମୁଦ୍ର, ଏଡେ ବଡ ସମୁଦ୍ରକୁ କହିଲେ ଏଇ ମୋର ଲୋକମାନେ ଚାଲିଯିବେ, ବାଟ ଦେ ବୋଲାକୁ ଦୁଇ ଭାଗ ହେଇକିନା ଏକାନି ଛିଡା ହେଇଯାଇଛି। କେମିତି ଆମର ପରମେଶ୍ୱରଙ୍କ ଶକ୍ତି ସୁପ ସମୁଦ୍ରକୁ କଣ କଲେ? ଧମକାନ୍ତେ ଆମେ ଭାବୁଛୁ କଣ ହେଲା? ସେ ଦୁଇ ଭାଗ ହେଲା ବୋଲି ଭାବୁଛୁ। ସେ ମଝିରେ ରାସ୍ତା କଣ? ସବୁଠୁ ବଡ ରାସ୍ତା ହେଲା NH-43 ବୋଲି କହିବେ। ସେ ଚଉଡା ରାସ୍ତା ଶୁଖିଗଲା। ଏଠି ମାନେ ପେଚେରେ 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 ହେଇଗଲେ କି କଣ ଲେଖା ଯାଇଛି ମୁଁ ସେଟା ଆପଣ ମାନଙ୍କୁ କହୁଛି। ପରମେଶ୍ୱରଙ୍କ ଶକ୍ତିକୁ ଆମେ ଜାଣିବାର ଅଛି। ଆମକୁ ପ୍ରଭୁ ମିଳିଲେ ଆମକୁ କେମିତି ପରମେଶ୍ୱର ଯେ କି ସମୁଦ୍ରକୁ ମଧ୍ୟ ଧମକାଇ ପାରନ୍ତି, ପବନକୁ ମଧ୍ୟ ଧମକାଇ ପାରନ୍ତି।
ବୋଲେ ମଣିଷ ମାନଙ୍କୁ ଧମକେଇବେ ନା, ଆମ ବିରୁଦ୍ଧରେ ଉଠୁଥିବା ଲୋକମାନଙ୍କୁ, ଆମ ବିରୁଦ୍ଧରେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରୁଥିବା ଲୋକ। ପରମେଶ୍ୱର ମିଳିଛନ୍ତି ପ୍ରିୟମାନେ। ଖ୍ରୀଷ୍ଟିଆନ ହେଲା ପରେ ଆମକୁ କଣ ମିଳିଲା? ସ୍ୱର୍ଗ ପଛେ ମିଳିଲା, ପରିତ୍ରାଣ ପରେ ମିଳିଲା, ମାତ୍ର ପ୍ରଥମେ କଣ ମିଳିଛି? ପରମେଶ୍ୱର ମିଳିଛନ୍ତି। ଯୋଉ ପରମେଶ୍ୱର ଇସ୍ରାଏଲ ପାଇଁ ଫାଇଟ୍ କଲେ, ସେ ପରମେଶ୍ୱର ଆମ ପାଇଁ ମଧ୍ୟ ଫାଇଟ୍ କରିପାରିବେ। ଯୋଉ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ପାଇଁ ଲୋକମାନଙ୍କୁ ଧମକାଇଲେ, ସେ ପରମେଶ୍ୱର ଆମ ପାଇଁ ବି ଧମକାଇ ପାରିବେ। କୌଣସି ବିଷୟରେ ଭୟଭୀତ ହେଇ ଛାନିଆ ହେବାର ଆବଶ୍ୟକ ନାହିଁ। ପଚାର, ଖ୍ରୀଷ୍ଟିଆନ ହେଲା କଣ ମିଳିଲା? ପ୍ରଭୁ ମିଳିଲେ। ଏମାନେ ପ୍ରଭୁ ନାହାନ୍ତି, ଏମାନେ କି ପ୍ରଭୁ? ପରମେଶ୍ୱର କିଏ? ପରମେଶ୍ୱର ଯିଏ ସୃଷ୍ଟି କରିପାରିବେ, ପରମେଶ୍ୱର ଯିଏ ଉଦ୍ଧାର କରିପାରିବେ, ସେ ପରମେଶ୍ୱର ସେ ଅଟନ୍ତି। ତା ପଛେ କଣ ଲେଖାଗଲା? ତହିଁରେ ପ୍ରାନ୍ତର ଦେଇ ଘେନିଗଲା ପରି ସେ ସେମାନଙ୍କୁ ଗଭୀର ଜଳ ଦେଇ ଘେନିଗଲେ। କି ଭୟଙ୍କର ଭାବରେ ପରମେଶ୍ୱର ସେମାନଙ୍କୁ ଘେନିକିନା ଯାଉଛନ୍ତି, ନେଇକିନା ଯାଆନ୍ତି। ଆମର ପରମେଶ୍ୱରଙ୍କର ବୁଦ୍ଧି, ଜ୍ଞାନ, ଶକ୍ତି, ସେଥିପାଇଁ ଗୋଟେ ଜାଗାରୁ ଆମେ ଯଦି ପଢିଲେ ଆମେ ସେ ସବୁ ଗୁଡିକକୁ ବୁଝି ପାରିବା ନାହିଁ। ତା ପଛେ ସେଠି ଲେଖାଯାଉ, ଯଦି ଆମେ ପଢିବା 36 ଗୀତ, 136 ଗୀତ 12 ପଦରୁ ପଢିବା। ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ତାହା କଲେ ସେ। କଣ କଲେ? 11 ପଦରୁ ପଢନ୍ତୁ, କଣ କଲେ? ପୁଣି ସେମାନଙ୍କ ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ତାହା କଲେ ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଯେ ସୁଖସାଗରକୁ ବିଭକ୍ତ କଲେ, ତାହାଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଆମେ ପତର ପକେଇ ଭାସାଇକିନା ତାର ଉପରେ ପଙ୍ଗରି ଯିବୁ ନା। ଆମର ପରମେଶ୍ୱର ସେ ପତର ପକାଅ, ସେତିକି ଟାଇମ ଆମ ପାଖରେ ନାହିଁ। ହଁ, ପତର କିଏ ପକେଇବ? ଭୟଙ୍କର ଆମ ପରମେଶ୍ୱର ଯେ ସୁପ ସାଗରକୁ ବିଭକ୍ତ କଲେ, ତାହାଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ତହିଁ ମଧ୍ୟ ଦେଇ ଇସ୍ରାଏଲକୁ ପାର କରାଇଲେ ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଏବେ ଦେଖ, ସାଧାରଣ ସେ ସୁରୁବାଲି ପରି ସେ ଗେଟ୍ ପାର ହେଲା ବେଳେ କେତେ ଥରେ କେତେ ଆମେ ମାତ୍ର ଟିକେ ଭାବି ଦେଖନ୍ତୁ, ପରମେଶ୍ୱର ଏଡେ ବଡ ସମୁଦ୍ରକୁ, ଏବେ ଯଦି ସେ ସମୁଦ୍ରକୁ ପାର ହେବାକୁ ପାଇଁ ବୋଲେ ଏ ବଏଲର କୁକୁଡା କଲିଜା ଧରିମି ସେ ପାର ହେଇଯିବ। ଏ ବୁଆ ତା ଟୁକୁଲ ଟୁକୁଲ ବାପା ଗଲା ବେଳେ ଯଦି ପାଣି ଠିଆ ହେଇଥିବ, ସେ ପାଣିକୁ ଦେଖି କେମିତି ଯିବ। ହଁ, ପାଣି କଲିଆ ଠିଆ ହେ ବୋଲିଲାକୁ ସେ ଠିଆ ହେଇ ସାଲୁଟ ସାର୍ ବୋଲୁଛି, ସେ କାହିଁ ଠିଆ ହେଇ, ସେ ଠିଆ ହେଇଯାଇଛି। ଏମାନେ ଦେଖୁଛନ୍ତି ମାଛ ପହଁରୁଛି, କୁମ୍ଭୀର ଆସୁଛି, ହଁ କରି ଆସୁଛି, ଠକ୍ କିନା ବାଜିକିନା ରହିଯାଉଛି। କି ଭୟଙ୍କର ଆମର ପରମେଶ୍ୱର। ପ୍ରଥମେ ଏକୁରମ କିଏ ବାହାର କଲେ? ପରମେଶ୍ୱର। ତାପରେ ସେ ସୁକାନ୍ତ କାମ କରିବାକୁ ଗଲା। ବୁଝନ୍ତୁ, ଏକୁରମ ବୋଲେ ମାନେ କଣ ଜାଣିବାର ଅଛି ନାଇଁ କି? ଗୋଟେ ପାଣି କାଚର ଗୋଟେ ଟପ୍ ଗୋଟେ ଥିବ, ସେ ଭିତରେ ପାଣି ପକେଇକିନା ମାଛକୁ କିଛି ରଖିଥିବେ କି ନାଇଁ? ପରମେଶ୍ୱର ପ୍ରଥମେ ଏମିତି ଠିଆ କରିଦେଲେ, ସମୁଦ୍ର ବଡ ବଡ ମାଛ ଗୁଡିକ ଆସିକି ଦେଖୁଥିଲେ। ଏମାନଙ୍କୁ ପାଣି କିଛି ହେଉନାହିଁ। ପଚାରିଲାକୁ ସେ କହୁଛନ୍ତି ମାଲିକର ଲୋକମାନେ ଯାଉଛନ୍ତି, ମାଲିକର ଲୋକମାନେ ଯାଉଛନ୍ତି। ବୁଝନ୍ତୁ, ଯେତେବେଳେ ଆମେ ଘର ଭିତରକୁ ଯିବା, କୁକୁର ଗୋଟେ ଥିବ, ସବୁକୁ ଭୁକିବ। ମାଲିକର ପିଲା ଗଲେ ଲାଞ୍ଜ ଗୁହଲେ ହେଇକିନା ପରମେଶ୍ୱରଙ୍କ ଲୋକମାନେ ଆମେ ସେଟା ବୁଝିବାର ଅଛି। ସେଥିପାଇଁ ଇସ୍ରାଏଲ ଲୋକମାନେ ମିଶର ଦେଶରୁ ବାହାରି ଆଇଲା ପରେ ଲେଖା ଯାଉଛି, ଗୋଟେ କୁକୁର ମିଶା ଭୁକିଲେ ନା। କାହିଁକି ଭୁକିଲେ ନାହିଁ? ମାଲିକର ଲୋକମାନେ ଯାଉଛନ୍ତି। ପ୍ରିୟମାନେ, ଆମେ କିଏ? ସର୍ବଶକ୍ତିମାନ ପରମେଶ୍ୱର ମାଲିକର ଲୋକ। ଲୋକମାନେ ଆମେ ଅଛୁ। କଣ ମିଳିଲା ଆମକୁ? କଣ ମିଳିଲା ରେ ତୋତେ? ମତେ ମିଳିଲା ପ୍ରଭୁ ମିଳିଗଲେ, ପରମେଶ୍ୱର ମିଳିଗଲେ, ସୃଷ୍ଟିକର୍ତ୍ତା ମିଳିଗଲେ। ସେଇଟା ବଡ କଥା। ତୁ ଖ୍ରୀଷ୍ଟିଆନ ହେଲେ ଚାକିରି ମିଳିବ ନାହିଁ, ନ ମିଳୁ, ପ୍ରଭୁ ତ ମିଳିଗଲେ। ଖ୍ରୀଷ୍ଟିଆନ ହେଲେ ଇନ୍ଦିରାବାସ ଘର ନ ମିଳିବ, ନ ମିଳୁ, ହଁ ସ୍ୱର୍ଗବାସ ଘର ଗୋଟେ ମିଳିଛି ଆମ ଯୋଗେନ୍ଦ୍ର ଭାଇକୁ ମିଳିନାହିଁ। କେମିତି ଆମର ପରମେଶ୍ୱର ବୋଲେ ଆମ ପରମେଶ୍ୱରଙ୍କ ଶକ୍ତିକୁ ଆମେ ଅନେକ ସମୟରେ ଆମେ ଜାଣୁନାହୁଁ। ସେ କଣ କରିପାରିବେ? ଆମେ ନିଜେ ଲଢିବା ପାଇଁ ଆମେ ଯାଉଛୁ। ମୁଁ କହୁଥିଲି ଆମର ଘର ତିଆରି ହଉଥିଲା,
ଘର ତିଆରି ଯେତେବେଳେ ହଉଥିଲା ଘର ଭାଙ୍ଗି ଦେଇଛୁ ଉପରେ ଆମେ ଟିକେ ମଇଳା ଗଦା ଆମେ କରିଦେଇଛୁ ଇଟା ବାଟି କଣ କରନ୍ତି ମାଟି ଭାଙ୍ଗିଲା ପରେ କୋଉଠି ନେଇ ଫିଙ୍ଗିବେ ରାସ୍ତାରେ ଫିଙ୍ଗିଲା ପରେ ଟ୍ରାକ୍ଟର ଆଇବ ଟ୍ରାକ୍ଟରରେ ବୋହିକି ନେବେ ଆମର ସିନା ଟ୍ରାକ୍ଟରରେ ମାପଡୁକୁ ନଉଛନ୍ତି ମାତ୍ର ସେହି ଜାଗାରେ ଟ୍ରାକ୍ଟରରେ ମଇଳା ନେବେ ସେ ଦିନ କି ଗୋଟେ ସାଇକ୍ଲୋନ ହେଇଥିଲା କାମ ବନ୍ଦ ଥିଲା NEC ବାଲା ଆସିଲେ ଆହୁରି 1000 ଟଙ୍କା ଫାଇନ ପକେଇଦେଲେ କାହାକୁ ଫାଇନ ପକେଇଲେ ପରମେଶ୍ୱର ଲୋକଙ୍କୁ ମୁଁ କହିଲି ପ୍ରଭୁ କି ଅନ୍ୟାୟ କଲି ରେ ନ୍ୟାୟ ବାଣ୍ଟ ନାହିଁ 1000 ଟଙ୍କା ଫାଇନ ପକେଇଥିଲେ ଗୋଟେ ଗାଡି ମାଟି ଉଠେଇଲେ 600 ଟଙ୍କା ତାପରେ ଜଣେ ଲୋକ ଆସିକିନା କବାଟ ଠକ୍ ଠକ୍ ମାରୁଛି ଉପରେ ଥିବା ମାଟି କାଠଟା ସେ କହୁଛି ସେ ମାଟିକୁ କେତେକୁ ଦେବ ଫ୍ରିରେ ଦେବି ତା ବୋଧେ ସେ ବାପଡା ଗାଡି ଡାକି 3 ଟ୍ରାକ୍ଟର ମାଟି ନେଇଗଲା ମୋର କେତେ ନେଇଥିଲେ 1000 ଟଙ୍କା ସେ 1800 ଟଙ୍କାରେ ନେଇଗଲେ କେତେ ଲାଭରେ ଅଛି ହଁ ବୁଝିଗଲା ତା ପଛେ ବୁଦ୍ଧି ଆଇଲା ଯେ ଆହୁରି ମାଟି ନେଇ ରାସ୍ତାରେ ଫିଙ୍ଗିବା ଦରକାର ନାହିଁ ସେ ଟ୍ରାକ୍ଟର ତଳକୁ ପଳେଇ ଆସୁଛି ଏବେ ଯଦି ଆମେ ମାଟି ନେଇ ଉପରେ ଫିଙ୍ଗିଥାନ୍ତୁ 1000 ଟଙ୍କା ଲାଗିଥାନ୍ତା ସେ ଭୂଇଁକିଆ ନେଇଥାନ୍ତା ଏବେ ସେ 1000 ଟଙ୍କା ବି ସେ ବଞ୍ଚିଗଲା ବୁଝନ୍ତୁ ମାଲିକର ପିଲାମାନେ ସହିତ ଲାଗ ନାହିଁ ମାଲିକର ପିଲାମାନେ ସହିତ ଲାଗୁଥିଲେ ପାଉଲ ବୋଲବା ବ୍ୟକ୍ତି ଏମିତି ପରିବର୍ତ୍ତନ କଲେ ଏବେ ଯାଏ ଏମିତି ମାଡ ଖାଉଛନ୍ତି ପ୍ରିୟମାନେ ଆପଣ ମାନଙ୍କୁ ମୁଁ କହୁଛି ଖ୍ରୀଷ୍ଟିଆନ ହେଲା ପରେ କଣ ମିଳିଲା ପଚାରିବେ କଣ ଦେଲେ ତତେ କଣ ଦେଲେ କହ କିଛି ଦେଇନା ପ୍ରଭୁ ମିଳିଗଲେ ପରମେଶ୍ୱର ମିଳିଗଲେ ଈଶ୍ୱର ମିଳିଗଲେ ଏମାନେ ଈଶ୍ୱର ନାହାନ୍ତି ଭାଇ କୁହନ୍ତୁ କଥା କହିବେ କି ହଁ କୁହନ୍ତୁ ଈଶ୍ୱର ଆମକୁ ଭୁଇଁବେ କି ଆମେ ଈଶ୍ୱରକୁ ଭୁଇଁବା ମୋ ବାପାର କଥା କୁହ ନାହିଁ ଆମ ବାପାଙ୍କ ନାଁ ଈଶ୍ୱର ହେଲା ନାଇଁ ପରମେଶ୍ୱର ଆମକୁ ଭୁଇଁବେ ଆମେ ପରମେଶ୍ୱରକୁ ଭୁଇଁ ପାରିବା କି ଆମେ ସେମିତି ଆଜି ଖାଲି ମୁଁ ସୁପସାଗରର କହିଛି ତା ପଛେ ଭାଇମାନେ କଣ କଣ ଜାଗା ସରେଇବେ 3 ସପ୍ତାହ ମୋତେ ରିପୋର୍ଟ ଦେବ ହେଲା କଣ କଣ ଜାଗା ଚାଲିଛି তুমি ତ ଅପଲୋଡ କରିବ ନା ଏଇଟା ହଉ ନ କଲେ 15 ପଦରେ ଦେଖନ୍ତୁ ଇସ୍ରାଏଲ ଲୋକମାନେ ସୁପସାଗର ଦେଇ ପାର କଲେ ମାତ୍ର ଫାରୋ ଓ ତାହାର ସୈନ୍ୟଗଣକୁ ସୁପସାଗରରେ ଠେଲି ଦେଲେ ସେ କଣ କଣ କଲେ ଟିକେ ବୁଝନ୍ତୁ କେମିତି ଭାଷା ଯାକ ଆମର ପରମେଶ୍ୱର ସେମିତି ସେଠି ଏତେ ସବୁ ଲେଖା ହେଇନାହିଁ ଯେତେବେଳେ ତାକୁ ଧ୍ୟାନ କରି ପବିତ୍ର ଆତ୍ମା ସବୁ ଲେଖୁଛନ୍ତି ସେ ଭିତରେ ଆଙ୍କୁ ଯିବାକୁ ଇଚ୍ଛା ନଥିଲା ଏମିତି ଅଛନ୍ତି ସେମାନେ ସିନା ପ୍ରଭୁଙ୍କର ଲୋକ ବୋଲି ପଳେଇ ଯାଉଛନ୍ତି ତାଙ୍କର ପ୍ରଭୁ ସମୁଦ୍ରକୁ 2 ଭାଗ କରିଦେଲେ ଆମେ ତ ଯାଇପାରିବା ନାହିଁ ବୋଲି ଫର ଠିଆ ହେଇକିନା ଚିନ୍ତା କରୁଛି ପ୍ରଭୁ କଣ କରୁଛନ୍ତି ବୁଝିପାରୁଛ ତ ଠେଲାଉଛନ୍ତି ଯିବାକୁ ଇଚ୍ଛା ନଥିଲେ ମିଶା ଗାଡି ଆପେ 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 ଚାଲି ଚାଲିକି ଯାଉଛି ଏମିତି ପରମେଶ୍ୱରଙ୍କୁ ଆମେ ପାଇଛୁ ଆମେ ଆମର ଶତ୍ରୁ ମାନଙ୍କୁ ଧମକେଇ ପାରିବେ ଠେଲେଇ ମଧ୍ୟ ପାରିବେ ଆମେ ନିଜେ ଠେଲେଇବାକୁ ଯିବା ଦରକାର ନାହିଁ ଆମକୁ ଖ୍ରୀଷ୍ଟିଆନ ହେଲା ପରେ କଣ ମିଳିଲା ପ୍ରଭୁ ମିଳିଲେ ପରମେଶ୍ୱର ମିଳିଲେ ସତ୍ୟ ପରମେଶ୍ୱର ଜୀବିତ ପରମେଶ୍ୱର ଯିଏକି ମୃତ୍ୟୁକୁ ଜୟ କରି ଉଠିଛନ୍ତି ଯିଏକି ସର୍ବଶକ୍ତିମାନ ତାଙ୍କ ପରି ପରମେଶ୍ୱର କେହି ନାହାନ୍ତି ଏଇ ପ୍ରକାର ପରମେଶ୍ୱର ମିଳିଗଲେ ଆମେ ସେମିତି ପରମେଶ୍ୱର ପ୍ରିୟମାନେ ଏଠି ଠେଲେଇ ଦେଲେ ସେ ଏଇ ଯାତ୍ରା ପୁସ୍ତକକୁ ପଢି ପ୍ରାର୍ଥନା କରିବା ଆମେ ଆମର ଗୋଟେ ସଣ୍ଡେ ସ୍କୁଲରେ କାହାଣୀ କହିଲା ପରି ମୁଁ ଆପଣମାନଙ୍କୁ କାହାଣୀ କହୁଛି ଯେମିତିକି ଆପଣମାନେ ଏଇ ବାଇବଲ କେବେ ପଢି ନାହାନ୍ତି ମାତ୍ର ଆପଣଙ୍କୁ ଏମିତି କହିଲେ ଆପଣମାନେ ଏହାକୁ ବୁଝିପାରିବେ ବୋଲି ଆପଣମାନଙ୍କୁ କହୁଛି ଯେତେବେଳେ ସେମିତି ହେଲା ତ 16 ପଦରେ ଅନନ୍ତର ସଦାପ୍ରଭୁ ମୋଶେଙ୍କୁ କହିଲେ ତୁମ୍ଭେ ଆମ୍ଭମାନଙ୍କୁ କାହିଁକି ଡାକୁଛ ଆଜ୍ଞା ଇସ୍ରାଏଲ ସନ୍ତାନ ଗଣକୁ କୁହ ସେମାନେ ଅଗ୍ରସର ହେଉଛନ୍ତି ସମୁଦ୍ର ଅଛନ୍ତି ପ୍ରଭୁ କହୁଛନ୍ତି ଆମକୁ କାହିଁକି ଡାକୁଛ ତୁମେ ଯାଅ କି ନା ବୋଲା କଣ ହଉଛି ସେତେବେଳେ ପୁଣି ତୁମ୍ଭେ ଆପଣା ଯଷ୍ଟି ଉଠାଅ ତୁମ ବାଡି ଉଠାଅ ଓ ସମୁଦ୍ର ଉପରେ ହସ୍ତ ବିସ୍ତାର କରି ତାହା 2 ଭାଗ କର ପଥର ପକେଇବା ଦରକାର ନାହିଁ 2 ଭାଗ କରିଦିଅ ତହିଁରେ ଇସ୍ରାଏଲ ସନ୍ତାନ ଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବେ ସମୁଦ୍ର ମଧ୍ୟରେ ଶୁଷ୍କ ପଥରେ ପ୍ରବେଶ କରିଗଲେ ତା ପଛେ ପୁଣି ଆମ୍ଭେ ମିଶ୍ରୀୟ ମାନଙ୍କ ହୃଦୟ କଠିନ କରନ୍ତେ ବୁଝନ୍ତୁ କିଏ କଠିନ କରିବେ ପ୍ରଭୁ ଲୋକମାନଙ୍କର ହୃଦୟ କଠିନ କଲେ ଆମର ବିରୁଦ୍ଧରେ ଆସୁଛନ୍ତି
ଦାତ କାନ ଚାବି ଠୁରୁମ ଠୁରୁମ କିଏ ଆଣିଛନ୍ତି ତାଙ୍କୁ? ପରମେଶ୍ୱର ଆଣୁଛନ୍ତି। କଣ ପାଇଁ ଆଣିଛନ୍ତି? ବାପ୍ତିସ୍ମ ଦେବା ପାଇଁ। ସେମାନେ ସେମାନଙ୍କ ପଛେ ପଛେ ଯିବେ। ତହିଁରେ ଆମ୍ଭେ ଫାରୋ ଓ ତାହାର ସମସ୍ତ ସୈନ୍ୟ ଓ ରଥ ଓ ଅଶ୍ୱାରୂଢ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେବା। ଆମେ ସମ୍ଭ୍ରମ ପ୍ରାପ୍ତ ହେବା, ଶତ୍ରୁକୁ ମାରି ଆମେ ସମ୍ଭ୍ରମ ପ୍ରାପ୍ତ ହେବା। ତା ପଛେ କଣ ହଉଛି? ଆଉ ଫାରୋ ଓ ତାହାର ରଥ ଓ ତାହାର ଅଶ୍ୱାରୂଢ ଲୋକମାନଙ୍କ ଦ୍ୱାରା ସମ୍ଭ୍ରମ ପ୍ରାପ୍ତ ହେଲା ଉତ୍ତରେ ଆମ୍ଭେ ଯେ ସଦାପ୍ରଭୁ ଏହା ମିଶ୍ରୀୟ ଲୋକମାନେ ଜାଣିବେ। ସେମାନେ ଜାଣିବେ ଆମର ପାଖରେ ଥିବାଟା ସତ୍ୟ ପରମେଶ୍ୱର ନାହାନ୍ତି, ସେ ସତ୍ୟ ପରମେଶ୍ୱର। ତା ପଛେ କଣ ହେଲା? ସେତେବେଳେ ଇସ୍ରାଏଲୀୟ ଦଳର ଅଗ୍ରଗାମୀ ପରମେଶ୍ୱରଙ୍କ ଦୂତ ସ୍ଥାନାନ୍ତର ହୋଇ ସେମାନଙ୍କର ପଶ୍ଚାତଗାମୀ ହେଲେ। ପୁଣି ମେଘସ୍ତମ୍ଭ ସେମାନଙ୍କ ସମ୍ମୁଖର ସ୍ଥାନାନ୍ତର ହୋଇ ସେମାନଙ୍କ ପଛେ ଛିଡା ହେଲା। ଦେଖନ୍ତୁ ଏମାନେ ଯାଉଛନ୍ତି, କଣ ଲେଖା ହଉଛି? ନାଇଁ ପରମେଶ୍ୱରଙ୍କର ଦୂତ ତାଙ୍କର ଆଗରେ ଅଛନ୍ତି। ଏଇଟା ତାଙ୍କୁ ଜାଣିପାରୁନାହାନ୍ତି। ଅଗ୍ରଗାମୀ ଦୂତ ତାଙ୍କୁ କଢେଇ ନେଉଛନ୍ତି। ସେଇ ଅଗ୍ରଗାମୀ ଦୂତ ଏବେ କଣ କରୁଛନ୍ତି? ତାଙ୍କର ପଛରେ ପଳେଇ ଆସୁଛନ୍ତି। କାହିଁକି? ପଛରେ କିଏ ଅଛନ୍ତି? ଫାରୋ ଅଛନ୍ତି। ପରମେଶ୍ୱର ଆଉ ଲୋକ ଆଉ ଫାରୋ ମଧ୍ୟରେ ସେ ଠିଆ ହେଇଯାଉଛନ୍ତି। ଏମିତି ଆମର ପରମେଶ୍ୱର କାମ କରୁଛନ୍ତି। କି ପ୍ରକାର ଭାବରେ ପରମେଶ୍ୱର ସେ ଉଦ୍ଧାର କରୁଛନ୍ତି। ପରମେଶ୍ୱରଙ୍କ ଶକ୍ତି ଦେଖ। ଏମାନେ ସାଧାରଣ ଲୋକ, ସେ ରାଜା ମହାରାଜା ବଡ ଲୋକ ହେଇକିନା ମଧ୍ୟ ପାରୁନାହାନ୍ତି। ପରମେଶ୍ୱର ଏମାନଙ୍କ ସହିତ ଅଛନ୍ତି। ସେହି ମେଘସ୍ତମ୍ଭ ମିଶ୍ରୀୟ ଦଳ ଓ ଇସ୍ରାଏଲୀୟ ଦଳ ମଧ୍ୟକୁ ଆସିଲା। ପୁଣି ମେଘ ଓ ଅନ୍ଧକାର ହେଲେ ହେଁ ତାହା ରାତ୍ରି କି ଆଲୁଅମୟ କଲା। ଏଥିପାଇଁ ସମସ୍ତ ରାତ୍ରି ଏକ ଦଳ ଅନ୍ୟ ଦଳ ନିକଟକୁ ଆସିପାରିଲେ ନାହିଁ। ଅନନ୍ତର ମଶା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ୱାରା ସମୁଦ୍ରକୁ ପଶ୍ଚାତ ହଟାଇ ଶୁଷ୍କ କଲେ ଓ ଜଳ ଦୁଇ ଭାଗ ହେଇଗଲା। ତହିଁରେ ଇସ୍ରାଏଲ ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ। ପୁଣି ସେମାନଙ୍କ ଦକ୍ଷିଣରେ ଓ ବାମରେ ଜଳ ପ୍ରାଚୀର ତୁଲ୍ୟ ହେଲା। ପ୍ରାଚୀର ମାନେ କାନ୍ଥ ପରି ଠିଆ ହେଇଗଲା। ତାପରେ କଣ ହଉଛି? ଅନନ୍ତର ମିଶ୍ରୀୟ ମାନେ ଅର୍ଥାତ୍ ଫାରୋଙ୍କର ସମସ୍ତ ଅଶ୍ଵ ରଥ ଓ ଅଶ୍ୱାରୂଢ ଲୋକ ସମସ୍ତେ ଦୌଡ଼ି ସେମାନଙ୍କ ପଛେ ପଛେ ସମୁଦ୍ରରେ ପ୍ରବେଶ ପଶିଗଲେ। ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିଶ୍ରୀୟ ମାନଙ୍କର ସୈନ୍ୟକୁ ଅନାଇଲେ। ଖାଲି ଦେଖିଲେ ଓ ମିଶ୍ରୀୟ ମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ। ସେ ସେମାନଙ୍କ ରଥର ଚକ୍ର ବାହାର କରି ପକାନ୍ତି। ପ୍ରଭୁ ଦେଖ ବାହାର କରି ପକାଉଛନ୍ତି। ସେମାନେ ଅତି କଷ୍ଟରେ ରଥ ଚଲାଇଲେ। ତହିଁରେ ମିଶ୍ରୀୟ ଲୋକମାନେ କହିଲେ, ଆସ ଆମ୍ଭେମାନେ ଇସ୍ରାଏଲ ସମ୍ମୁଖରୁ ପଳାଇ ଯାଉ, କାରଣ ସଦାପ୍ରଭୁ ସେମାନଙ୍କର ସପକ୍ଷ ହୋଇ ମିଶ୍ରୀୟ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି। ସେମାନେ ବୁଝିଗଲେ ଯୁଦ୍ଧ କାହାର? ପରମେଶ୍ୱର। ପ୍ରିୟମାନେ, ଆମେ ଗାଁରେ ରହୁଛୁ, ଅଳ୍ପ ଲୋକ ରହୁଛୁ, ହେଲେ ମଧ୍ୟ ଆମ ସହିତ ଆମ ପରମେଶ୍ୱର ରହୁଛି। ଆମର ସହିତ ସେ ଅଛନ୍ତି। ଏମାନେ ଅଳ୍ପ ଲୋକ, ସେମାନେ ଗଦା ଲୋକ, ମାତ୍ର ପାରୁନାହାନ୍ତି। ସେମାନେ ରଥ ଖଣ୍ଡା କାଟି ଧରି ଆସୁଛନ୍ତି, ମାତ୍ର ପାରୁନାହାନ୍ତି। କାହିଁକି? ପରମେଶ୍ୱର ସେମାନଙ୍କ ସହିତ ଯୁଦ୍ଧ କରେ। ଏମାନେ କିଛି ମାରବାକୁ ଗଲେ କି ନାଇଁ, ପରମେଶ୍ୱର ନିଜେ ଯାଇକିନା ଯୁଦ୍ଧ କରୁଛନ୍ତି। ଖ୍ରୀଷ୍ଟିଆନ ହେଲେ କଣ ହୁଏ? ପରମେଶ୍ୱର ମିଳନ୍ତି, ପ୍ରଭୁ ମିଳନ୍ତି। ପ୍ରଭୁ ଯଦି ମିଳନ୍ତି କଣ ଅସୁବିଧା ହେବ, କଣ ଅଭାବ ହେବ? ମାନେ ସବୁ କିଛି ମିଳିପାରିବ। ଏଇ ପ୍ରକାର ଭାବରେ କଣ ହେଲା? ଅନନ୍ତର ସଦାପ୍ରଭୁ ମୋଶେଙ୍କୁ କହିଲେ, ତୁମ୍ଭେ ସମୁଦ୍ର ଉପରେ ଆପଣ ହସ୍ତ ବିସ୍ତାର କର। ତହିଁରେ ମିଶ୍ରୀୟ ମାନଙ୍କ ଓ ସେମାନଙ୍କ ରଥ ଓ ଅଶ୍ୱାରୂଢ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ। ତ ମୋଶେ ସମୁଦ୍ର ଉପରେ ହସ୍ତ ବିସ୍ତାର କଲେ। ଆଉ ପ୍ରଭାତ ସମୟକୁ ସମୁଦ୍ର ପୁନର୍ବାର ସମାନ ହେବାକୁ ଲାଗିଲା। ତ ମିଶ୍ରୀୟ ମାନେ ଉଜାଣି ପ୍ରଳୟନ କରନ୍ତେ ସଦାପ୍ରଭୁ ସମୁଦ୍ର ମଧ୍ୟରେ ସେମାନଙ୍କୁ ନିକ୍ଷେପ କଲେ। ପୁଣି ଜଳ ପୁନର୍ବାର ଆସି ସେମାନଙ୍କ ରଥ ଓ ଅଶ୍ୱାରୂଢ ଲୋକମାନଙ୍କୁ ଆଚ୍ଛାଦନ କଲା। ତହିଁରେ ଫାରୋଙ୍କର ଯେଉଁ ସବୁ ସୈନ୍ୟ ସେମାନଙ୍କ ପଛେ ପଛେ ସମୁଦ୍ର ମଧ୍ୟରେ ପ୍ରବେଶ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ହେଁ ଅବଶିଷ୍ଟ ରହିଲା ନାହିଁ। ଖବର ଦେବା ପାଇଁ କିଏ ନା? ପରମେଶ୍ୱର ଏମାନଙ୍କର ସପକ୍ଷ ହେଇ ଯୁଦ୍ଧ କଲେ। କାହିଁକି? କାରଣ ମିଶର ଦେଶରେ ବାହାରିଲା ବେଳେ ଗୋଟେ ମେଷ ଶାବକ ବଳିଦାନ କରାଯାଇଛି। ମେଷ ଶାବକଙ୍କ ରକ୍ତ ଆଙ୍କଠାରେ ଲାଗିଛି। ଆମ ପାଇଁ ଗୋଟେ ମେଷ ଶାବକ ନାହିଁ, ଜୀବିତ ପରମେଶ୍ୱର ଯୀଶୁଖ୍ରୀଷ୍ଟ ବଳିଦାନ ହେଇଛନ୍ତି। ତାଙ୍କର ରକ୍ତ ଆମ ଠାରେ ଲାଗିଛି। ଆଉ ଆମକୁ କିଏ ନଷ୍ଟ କରିବେ, କିଏ ବର୍ବାଦ କରିବେ?
ଖ୍ରୀଷ୍ଟିଆନ ହେଲା ପରେ ଆମକୁ କଣ ମିଳିଲେ? ପ୍ରଭୁ ମିଳିଲେ। କେମିତି ପ୍ରଭୁ? ଦୁର୍ବଳ ପ୍ରଭୁ। ସର୍ବଶକ୍ତି ଶୁଣୁଥିଲୁ ତାଙ୍କର ଘର ଦେବତା ତାଙ୍କୁ ଖାଇଦେଲା ବୋଲି, ତାଙ୍କୁ ଠିକରେ ଦେଇପାରିଲେ ନାହିଁ। ତାଙ୍କୁ ସକାଳେ ସେବା ଦରକାର ଅଛି। ଭାବନ୍ତୁ, ଆମର ପରମେଶ୍ୱର କିଛି ଦରକାର ନାହିଁ, ସେ ଆକା ସବୁ କିଛି ଆମକୁ ଦିଅନ୍ତି। ସେଇ ପ୍ରକାର ପରମେଶ୍ୱର ଖ୍ରୀଷ୍ଟିଆନ ହେଲା ପରେ କଣ? ଆମକୁ ପ୍ରଭୁ ମିଳିଲେ। ଆଉ ସେ ପ୍ରଭୁ ଦୁର୍ବଳ ପ୍ରଭୁ ନାହାନ୍ତି, ଯୁଦ୍ଧବୀର ପରମେଶ୍ୱର, ଆମକୁ ଉଦ୍ଧାର କରିବା ପାଇଁ ସାମର୍ଥ୍ୟବାନ ପରମେଶ୍ୱର। ଏଡେ ବଡ ରାଜା ଫାରୋ ଆଜି ଆମର ଦେଶରେ, ଆମର ରାଜ୍ୟରେ, ଆମ ଗାଁରେ ଯେଡେ ବଡ ଲୋକ ମଧ୍ୟ ଆମ ବିରୁଦ୍ଧରେ ଉଠିଲେ, ଆମ ପରମେଶ୍ୱର ତାଙ୍କ ସହିତ ଯୁଦ୍ଧ କରି ଆମକୁ ରକ୍ଷା କରିବାକୁ ଜାଣନ୍ତି। ପ୍ରାର୍ଥନା କରିବା ପାଇଁ ଯିବା। ଆସନ୍ତୁ, ଆଗରେ ଆମେ ଯେତେବେଳେ ଆମେ ଖ୍ରୀଷ୍ଟିଆନ ନଥିଲୁ, ସେତେବେଳେ ଆମ ପାଖରେ ସବୁ ଥିଲା, ପରମେଶ୍ୱର ନଥିଲା। ପ୍ରିୟମାନେ, ଆଜି ପରମେଶ୍ୱର